ମୁହୂର୍ତ୍ତ ମୋ ଜୀବନ ପାଇଁ ମୋ ପାଇଁ ଯିଏ ମୋ ଠାରୁ ଯିଏ ଅଧିକ ଚେଷ୍ଟାରତ, ମୁଁ କେମିତି ବଞ୍ଚିବି। ଶ୍ରୀ ଶ୍ରୀ ଠାକୁର 81 ବର୍ଷ ସେଇ କନସେପ୍ଟ, ସେଇ ବାଣୀ, ସେଇ ଆଲୋଚନା, ସେଇ ଭିତରେ ହିଁ ଚାଲିଗଲା। ଶ୍ରୀ ଶ୍ରୀ ବଡ଼ଦା 83 ବର୍ଷ ସେଇ ଚାଲିଗଲା। ଶ୍ରୀ ଶ୍ରୀ ଦାଦା 89 ଇୟର୍ସ ଚାଲିଗଲେ। ମଣିଷ 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 ମଣିଷ। ବେଳେବେଳେ ଭାବୁ परम पूज्य श्री आचार्य 55 ହେଲାଣି, ସିଏ ମଧ୍ୟ ଜନ୍ମରୁ ଅଦ୍ୟାବଧି ମଣିଷ ମଣିଷ ମଣିଷ। ପରମ ପୂଜ୍ୟପାଦ ଅବିନ ଦାଦା ସିଏ ମଧ୍ୟ ମଣିଷ 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 ମଣିଷ। ଆଜି ଗୋଟେ ବଢ଼ିଆ ସୁନ୍ଦର ଜିନିଷ ଶୁଣୁଥିଲି ଯେ ମୁଁ କହେ ଯେ ଆଜି ଦେଖନ୍ତୁ ଗୋଟେ ଭାବମୟ ଏଇ 4-5 ଦିନ ମୁଁ ଯାଉଥିଲି ସତ୍ସଙ୍ଗ, ଗୋଟେ ଭାବ ଗୋଟେ ମାନେ ଗୋଟେ ସତେ ଯେମିତି ଗୋଟେ ଅନ୍ତର ଭିତରୁ ସେ ଗୋଟେ ମରିଯାଇଛି ଭଳିଆ ଫିଲ୍ ହେଉଥିଲା। ଆଜି ଯେ କୀର୍ତ୍ତନର ଉନ୍ମାଦନା, ଆଜି ପରମ ପିତାଙ୍କ ପାଖରେ ଅଭାବରେ ପରିଶ୍ରାନ୍ତ ମନ ହିଁ ଧର୍ମ ବା ବ୍ରହ୍ମ ଜିଜ୍ଞାସା କରେ ନତୁବା କରେ ନା। ଯଦି ବ୍ରହ୍ମ ଜିଜ୍ଞାସା ତୁମ ହୃଦୟରେ ଆସିବାର ଅଛି ତାହେଲେ ଅଭାବ ବି ଆସିବାର ଅଛି। ଯଦି ପ୍ରିୟ ସାଙ୍ଗରେ ଯଦି ଆମକୁ କିଏ ମିଶେଇ ଦେଇପାରିବ ତାହେଲେ ସେ ଜଗତରେ ଗୋଟେ ହିଁ ମାତ୍ର ଶ୍ରୀ ଶ୍ରୀ ଆଚାର୍ଯ୍ୟ। କିନ୍ତୁ ପ୍ରବୃତ୍ତି ବେସିସ୍ରେ ଦେଖିବାକୁ ଗଲେ, ପ୍ରବୃତ୍ତି ଆଧାରରେ ଦେଖିବାକୁ ଗଲେ, ପ୍ରବୃତ୍ତି କମ୍ପ୍ଲେକ୍ସରେ ଦେଖିବାକୁ ଗଲେ, ଯଦି ପ୍ରବୃତ୍ତି ମୋତେ ପଛାଡ଼ୁ ଠେଲା ନ ମାରେ ତାହେଲେ କିନ୍ତୁ ମୁଁ ଆଗକୁ ଯାଇପାରିବି। ପରମ ପୂଜ୍ୟପାଦ ଶ୍ରୀ ଶ୍ରୀ ଅବିନ ଦାଦା ଏତେ ସୁନ୍ଦର କଥା କହୁଛନ୍ତି ଶ୍ରୀଯୁକ୍ତ କେଦାର ମହାନ୍ତି ଦାଦାଙ୍କୁ, ଯେ କହୁଛନ୍ତି ଭଗବାନଙ୍କୁ ଯଦି ଚୌକି ଦିଆଯାଏ ବସିବା ପାଇଁ ତାହେଲେ ଭଗବାନ କିନ୍ତୁ ସେଇ ଚୌକି ପାଖରେ ଅଟକି ଯାଆନ୍ତି ନାହିଁ। ଭଗବାନଙ୍କର ଆସିଛି ଚାଲନ୍ତି, ଅନବରତ ଚାଲନ୍ତି। କିନ୍ତୁ ଶୈତାନକୁ ଯଦି ଚୌକି ଦିଆଯାଏ ତାହେଲେ ସେ ଚୌକିଟାକୁ ଜବରଦସ୍ତି ଭିଡ଼ି ଧରିକି ବସେ, ଛାଡ଼ିପାରେ। ସାରା ସଂସାରକୁ ଯିଏ ଚଲାଉଛନ୍ତି ଆମେ ତାଙ୍କରି ପାଖରେ ଅଛୁ, ବୁଝିବାକୁ ପଡ଼ିବ। ଅଭାବ ବୋଧ କେବେ କରିବେ ନାହିଁ। ମୁଁ ନିଜେ ଦେଖିଛି ଯେ ପରମ ପୂଜ୍ୟପାଦ ଶ୍ରୀ ଦାଦା ଯେତେବେଳେ ଚାଲିଗଲେ 14 ଦିନରେ ମୋ ପେଣ୍ଟରେ ମାନେ ମୂତ ଅବସ୍ଥା ମାନେ ବାହାରି ପଡ଼ିଲାଣି। ସେଇ ଅବସ୍ଥା ଯେମିତି ଆଚାର୍ଯ୍ୟ ବାହାରିଲେ ମୁଁ ଭାବିଲି କାଳେ ମାରିମୁରା ଦେବେ ନା କ'ଣ, ମୋର ସେମିତି ମୁଣ୍ଡକୁ ଆସିଲି। ଯେତେବେଳେ ସମସ୍ତେ କାନ୍ଦୁଛନ୍ତି, ଶୋକାର୍ତ୍ତୁର ହେଇକି ବସିଛନ୍ତି, ପରମ ପୂଜ୍ୟପାଦ ଶ୍ରୀ ଶ୍ରୀ ଆଚାର୍ଯ୍ୟ এইভাবে আঙুল দেখে বলেনি, পরম পিতার ধামে এখানে আসছি, এখানে কেউ শো করে যেতে হবে না, এখানে কেউ শো করে যেতে হবে না। সচিদানন্দ পরম বিগ্রহ পরম পুরুষ। তো আমি সবাই এখানে এসেছি আনন্দ করে যাব। আজ ঘরକୁ ফেরিলা বেলে দাদা কହୁଛନ୍ତି যে পচারা হয়েছিল শ্রী শ্রী আচার্য দেবଙ୍କୁ ବୋଧେ ନା ଦାଦା କହୁଛନ୍ତି କଥା ଶ୍ରୀ ଶ୍ରୀ ଠାକୁର କହୁଛନ୍ତି କି ଆଚାର୍ଯ୍ୟ ଦେବ କହୁଛନ୍ତି ମୁଁ ଜାଣିପାରିଲିନି, ଶୁଣିନି, ଭଲସେ ଶୁଣିପାରିଲିନି। ଦାଦା କହୁଛନ୍ତି ଯେ ଏତେ ବଡ଼ ଅନୁଷ୍ଠାନ, ଗୋଟେ ମୁହୂର୍ତ୍ତରେ କୋଟି କୋଟି ଟଙ୍କା ଖର୍ଚ୍ଚ ହୁଏ ସତ୍ସଙ୍ଗରେ, କୁଆଡ଼ୁ ଲୋକ ଆସନ୍ତି, ବସନ୍ତି, ସତ୍ସଙ୍ଗ ଉପଭୋଗ କରନ୍ତି, ତାପରେ ପୁଣି ଫେରି ଚାଲିଯାଆନ୍ତି। ଏତେ ସୁନ୍ଦର ସାଜସଜ୍ଜା ହେଇଛି, ଆଉ ଗୋଟେ 5 ଘଣ୍ଟା 7 ଘଣ୍ଟା ତମ ଅନୁଷ୍ଠାନଟା କରିଲେ ଭଲ ହୁଅନ୍ତାନି? ତ ଶ୍ରୀ ଶ୍ରୀ ଠାକୁର କହୁଛନ୍ତି ଯେ ପେଟ୍ରୋଲ ଦୋକାନରେ ଯେତେବେଳେ ଆମେ ଯାଉ ପେଟ୍ରୋଲ ଭରି କରିବା ପାଇଁ, ସେତେବେଳେ ଗୋଟେ ମୁହୂର୍ତ୍ତରେ ହିଁ ପେଟ୍ରୋଲଟା ଭର୍ତ୍ତି ହୁଏ। ଆଉ ସେଇ ଯେଉଁ ପେଟ୍ରୋଲଟା ଭର୍ତ୍ତି ହୁଏ ମୋର ଯେଉଁ ଗନ୍ତବ୍ୟ ସ୍ଥଳକୁ ଯିବା ପାଇଁ ମୋତେ ସାହାଯ୍ୟ କରେ। ତ ଆଜି ଏଇ ଯେଉଁ ଭାବଟା ନେଇକିରି ଆମେ ଶ୍ରୀ ଶ୍ରୀ ଠାକୁରଙ୍କ ପାଖକୁ ଆସିଛେ, ସେଇ ଯେଉଁ ଭାବଟା ଗୋଟେ ମୁହୂର୍ତ୍ତର ଭାବଟା, ଏଇ ଭଜନ, ଏଇ କୀର୍ତ୍ତନ, ଏଇ ଯେଉଁ ଭାବଟା ନେଇକିରି ଆଜି ଆମେ ଏଠୁ ଯିବା, এইটা ହିଁ ଆମ ଜୀବନର ପାଥ୍ୟ ହେବ। ଆଉ ବାକି ଯେତେ ସବୁ ନକାରାତ୍ମକ ସେଇଟା ସବୁ ଛାଡ଼ି ଦେଇକିରି ପଳାଇବ। କାହିଁକିନା ସୁଖ ଦେବାକୁ ଆମକୁ କେହି ନାହିଁ। ଆମେ ଯେତେବେଳେ ଚାଲିଯିବୁ ମୋ ସାଥିରେ ମୋର ଶ୍ରୀ ଶ୍ରୀ ଠାକୁର ଥିବେ, ମୁଁ ଥିବି। ବିଟୱିନ୍ ଦିସ୍ କେହି ରହିବେ ନାହିଁ। ତ ଦାଦା ଦେବ ଭାଇ ଅଛନ୍ତି। ଆଜିର କାର୍ଯ୍ୟକ୍ରମ ଯେମିତି ଯେଉଁ ଲେଭେଲରେ କଥା ହେଇଥିଲା ସେଇ ଲେଭେଲରେ ହିଁ ଚାଲୁଛି। ଠାକୁର ତାର କୌଣସି ଗୋ ବିଟୱିନ୍ ହେଉନାହିଁ। ଦେବ ଭାଇ ସୁନ୍ଦର ଭାବରେ ମୁଁ ଯେତିକି ପାରିଲି ଅଧମ ଅଯୋଗ୍ୟ ପରମ ପିତାଙ୍କୁ ବସେଇ ମଧ୍ୟ ମୋର କ୍ୟାରେକ୍ଟରଟା ଠିକ୍ ହେଇପାରିଲାନି। ଏଇଟା ମାନେ ବହୁତ ଭାବରେ ଆମେ କେବେ ନା ଆଚାର୍ଯ୍ୟଙ୍କ ସହିତ ଶ୍ରୀ ଶ୍ରୀ ଠାକୁରଙ୍କ ସହିତ କମ୍ପ୍ରମାଇଜ୍ କରିଦେଇଛୁ, କେବେ ନା କେବେ କରିଦେଇଛୁ ଏଇ ଜୀବନରେ। ତାର ହୁଏତ ପରିଣାମ ଆଜି ଭୋଗ କରିବାକୁ ପଡ଼ୁଛି। ଦାଦା କିନ୍ତୁ ଦେବ ଭାଇ କିନ୍ତୁ ସୁନ୍ଦର ଭାବରେ ଆପଣଙ୍କୁ ଭାବମୟ କରି ତୋଳିବେ। ପରିବେଶ ବହୁତ ସୁନ୍ଦର ଲାଗିବ, ମନ ଦେଇକି ଶୁଣିବେ। ତାପରେ ଫୋନି ନାରାୟଣ ଭାଇ ଦେଇକି ସତ୍ସଙ୍ଗ ସମାପ୍ତ କରିବେ।